जय जगन्नाथ। श्रीमद्भगवद्गीतार पंचम अध्यायर द्वितीय श्लोक संपूर्ण अर्थ सह मंत्र संन्यासः कर्मयोगश्च निःश्रेयसकराबुभौ तयोस्तु कर्म संन्यासात् कर्मयोग विशिष्यते। अर्थात श्री भगवान कहिले कर्म संन्यास और कर्मयोग ए उभय परम कल्याणकारक अटंती, किंतु ଏହି ଦୁଇଟି ମଧ୍ୟରୁ କର୍ମ ସଂନ୍ୟାସ ଅପେକ୍ଷା ସାଧନାରେ ସୁଗମ ହୋଇଥିବାରୁ କର୍ମଯୋଗ ଶ୍ରେଷ୍ଠ ଅଟେ। ପ୍ରଶ୍ନ, ଏଠାରେ ସନ୍ନ୍ୟାସ ପଦର ଅର୍ଥ କ'ଣ? ଉତ୍ତର, ସମ୍ ଉପସର୍ଗର ଅର୍ଥ ହେଉଛି ସମ୍ୟକ୍ ପ୍ରକାରେ ଏବଂ ନ୍ୟାସର ଅର୍ଥ ତ୍ୟାଗ। ଏପରି ପୂର୍ଣ୍ଣ ତ୍ୟାଗ ହିଁ ସନ୍ନ୍ୟାସ। ଏଠାରେ ସନ୍ନ୍ୟାସ ଶବ୍ଦର ଅର୍ଥ ହେଉଛି ମନ, ବଚନ ଓ ଶରୀର ଦ୍ୱାରା ହେଉଥିବା ସକଳ କ୍ରିୟାରେ କର୍ତ୍ତାପଣ ତଥା ଶରୀର ଓ ସମଗ୍ର ସଂସାର ପ୍ରତି ରହିଥିବା ଅହଂତ୍ୱ ମମତ୍ୱ ସମ୍ପୂର୍ଣ୍ଣ ରୂପେ ତ୍ୟାଗ କରିଦେବା। ଗୀତାରେ ସନ୍ନ୍ୟାସ ଓ ସନ୍ନ୍ୟାସୀ ଦୁଇଟି ଶବ୍ଦକୁ ପ୍ରସଙ୍ଗ ଅନୁସାରେ ବିଭିନ୍ନ ଅର୍ଥରେ ପ୍ରୟୋଗ କରାଯାଇଛି। କେଉଁଠି ସକଳ କର୍ମର ଭଗବଦର୍ପଣକୁ ସନ୍ନ୍ୟାସ ବୋଲି କୁହାଯାଇଛି, କେଉଁଠି କାମ୍ୟକର୍ମ ତ୍ୟାଗକୁ ସନ୍ନ୍ୟାସ ବୋଲାଯାଇଛି, କେଉଁଠି ମନରୁ କର୍ମତ୍ୟାଗକୁ ତ କେଉଁଠି କର୍ମଯୋଗକୁ, କେଉଁଠି କର୍ମମାନଙ୍କର ସ୍ୱରୂପତଃ ତ୍ୟାଗକୁ ତ କେଉଁଠି ସାଂଖ୍ୟଯୋଗକୁ ଅର୍ଥାତ୍ ଜ୍ଞାନନିଷ୍ଠାକୁ ସନ୍ନ୍ୟାସ କୁହାଯାଇଛି। ଏହିପରି କେଉଁଠି କର୍ମଯୋଗୀଙ୍କୁ ସନ୍ନ୍ୟାସୀ ଏବଂ ସନ୍ନ୍ୟାସଯୋଗ ମୁକ୍ତାତ୍ମା କୁହାଯାଇଛି। ଏଥିରୁ ଏକଥା ସିଦ୍ଧ ହୋଇଯାଏ ଯେ ସନ୍ନ୍ୟାସ ଶବ୍ଦ ସବୁଠାରେ ଗୋଟିଏ ଅର୍ଥରେ ବ୍ୟବହୃତ ହୋଇନାହିଁ। ପ୍ରକରଣ ଅନୁସାରେ ଏହାର ଭିନ୍ନ ଭିନ୍ନ ଅର୍ଥ ହୁଏ। ଏଠାରେ ସାଂଖ୍ୟଯୋଗ ଓ କର୍ମଯୋଗର ତୁଳନାତ୍ମକ ବିବେଚନା କରାଯାଉଛି। ଭଗବାନ ଚତୁର୍ଥ ଓ ପଞ୍ଚମ ଶ୍ଲୋକରେ ସନ୍ନ୍ୟାସକୁ ହିଁ ସାଂଖ୍ୟ କହି ଭଲ ଭାବରେ ସ୍ପଷ୍ଟୀକରଣ ମଧ୍ୟ କରିଦେଇଛନ୍ତି। ଅତଏବ ଏଠାରେ ସନ୍ନ୍ୟାସ ଶବ୍ଦର ଅର୍ଥ ସାଂଖ୍ୟଯୋଗ ବୋଲି ମାନିନେବା ଯୁକ୍ତିଯୁକ୍ତ। ପ୍ରଶ୍ନ, ଭଗବାନଙ୍କ ଦ୍ୱାରା ସନ୍ନ୍ୟାସ ଓ କର୍ମଯୋଗ ଉଭୟ କଲ୍ୟାଣକାରକ ବୋଲି ଯାହା କୁହାଗଲା, ତାର ଅଭିପ୍ରାୟ ଏହି ଉଭୟ ସମ୍ମିଳିତ ହୋଇ ହିଁ କଲ୍ୟାଣକର ଫଳ ପ୍ରଦାନ କରନ୍ତି ବୋଲି ମନେକଲେ ଆପତ୍ତି କ'ଣ? ଉତ୍ତର, ଜଣେ ଲୋକ ସାଂଖ୍ୟଯୋଗ ଓ କର୍ମଯୋଗ ଏହି ଉଭୟ ସାଧନା ଏକ ସମୟରେ ସମ୍ପାଦନ କରିପାରିବ ନାହିଁ। କାରଣ କର୍ମଯୋଗୀ ତାଙ୍କର ସାଧନା କାଳରେ କର୍ମକୁ, କର୍ମଫଳକୁ, ପରମାତ୍ମାଙ୍କୁ ଓ ନିଜକୁ ପୃଥକ୍ ପୃଥକ୍ ଗ୍ରହଣ କରି ଏବଂ କର୍ମଫଳ ଓ ଆସକ୍ତି ତ୍ୟାଗ କରି ଈଶ୍ୱରାର୍ପଣ ବୁଦ୍ଧିରେ ସମସ୍ତ କର୍ମ କରନ୍ତି। ଏବଂ ସାଂଖ୍ୟଯୋଗୀ ମାୟାରୁ ଉତ୍ପନ୍ନ ସମସ୍ତ ଗୁଣ ହିଁ ଗୁଣମାନଙ୍କରେ ପ୍ରବୃତ୍ତ ହୁଅନ୍ତି। ଇନ୍ଦ୍ରିୟମାନେ ହିଁ ଇନ୍ଦ୍ରିୟମାନଙ୍କ ଅର୍ଥରେ ପ୍ରବୃତ୍ତ ହୁଅନ୍ତି। ଏପରି ବୁଝି ମନ, ଇନ୍ଦ୍ରିୟ ଓ ଶରୀର ଦ୍ୱାରା ହେଉଥିବା ସକଳ କ୍ରିୟାରେ କର୍ତ୍ତାପଣ ଅଭିମାନରୁ ରହିତ ହୋଇ କେବଳ ସର୍ବବ୍ୟାପୀ ସଚ୍ଚିଦାନନ୍ଦ ଘନ ପରମାତ୍ମାଙ୍କ ସ୍ୱରୂପରେ ଅଭିନ୍ନ ଭାବରେ ସ୍ଥିତ ରହନ୍ତି। କର୍ମଯୋଗୀ ନିଜକୁ କର୍ମର କର୍ତ୍ତା ବୋଲି ମନେ କରନ୍ତି। ସାଂଖ୍ୟଯୋଗୀ ନିଜକୁ କର୍ତ୍ତା ବୋଲି ମାନନ୍ତି ନାହିଁ। କର୍ମଯୋଗୀ ନିଜର କର୍ମମାନଙ୍କୁ ଭଗବାନଙ୍କୁ ଅର୍ପଣ କରିଦିଅନ୍ତି ଏବଂ ସାଂଖ୍ୟଯୋଗୀ ମନ ଓ ଇନ୍ଦ୍ରିୟମାନଙ୍କ ଦ୍ୱାରା ହେଉଥିବା ଅହଙ୍କାର ରହିତ କ୍ରିୟାମାନଙ୍କୁ କର୍ମ ବୋଲି ମାନନ୍ତି ନାହିଁ। କର୍ମଯୋଗୀ ନିଜକୁ ପରମାତ୍ମାଙ୍କ ଠାରୁ ପୃଥକ୍ ବୋଲି ମାନନ୍ତି। ସାଂଖ୍ୟଯୋଗୀ ସଦା ଅଭେଦ ମାନନ୍ତି। କର୍ମଯୋଗୀ ପ୍ରକୃତି ଓ ପ୍ରକୃତିର ପଦାର୍ଥମାନଙ୍କର ସତ୍ତା ସ୍ୱୀକାର କରନ୍ତି। ସାଂଖ୍ୟଯୋଗୀ ଏକମାତ୍ର ବ୍ରହ୍ମଙ୍କ ବ୍ୟତୀତ ଅନ୍ୟ କାହାର ସତ୍ତା ମାନନ୍ତି ନାହିଁ। କର୍ମଯୋଗୀ କର୍ମଫଳ ଓ କର୍ମର ସତ୍ତା ସ୍ୱୀକାର କରନ୍ତି। ସାଂଖ୍ୟଯୋଗୀ ବ୍ରହ୍ମଠାରୁ ଭିନ୍ନ କର୍ମର ଓ ତାର ଫଳର ସତ୍ତାକୁ ମାନନ୍ତି ନାହିଁ କି ସେମାନଙ୍କ ସହିତ ତାଙ୍କର କୌଣସି ସମ୍ବନ୍ଧ ଥିବା କଥା ମାନନ୍ତି ନାହିଁ। ଏପରି ଭାବରେ ଦେଖିବାକୁ ଗଲେ ଦୁହିଁଙ୍କର ସାଧନା ପ୍ରଣାଳୀ ଓ ମାନ୍ୟତା ମଧ୍ୟରେ ପୂର୍ବ ଓ ପଶ୍ଚିମ ପରି ମହାନ ଅନ୍ତର ରହିଛି। ଏପରି ଅବସ୍ଥାରେ ସେହି ଦୁଇ ନିଷ୍ଠାର ସାଧନା ଜଣେ ଲୋକ ଏକା ସମୟରେ କଦାପି କରିନପାରେ।
ତା ଛଡ଼ା ଯଦି ଭକ୍ତ ଦୁଇ ସାଧନା ମିଳିତ ହେଲେ ହିଁ କଲ୍ୟାଣକର ହେଉଥାନ୍ତେ, ତେବେ ସେହି ଦୁଇଟି ଭିତରୁ କେଉଁଟି ମୋ ପାଇଁ କଲ୍ୟାଣକର ହେବ ତାହା କହିଦିଅନ୍ତୁ ବୋଲି ଅର୍ଜୁନଙ୍କୁ ପଚାରିବାକୁ ପଡ଼ନ୍ତା ନାହିଁ, କି କର୍ମ ସନ୍ନ୍ୟାସ ଅପେକ୍ଷା କର୍ମଯୋଗ ଶ୍ରେଷ୍ଠ ବୋଲି ଭଗବାନଙ୍କୁ କହିବାକୁ ପଡ଼ନ୍ତା ନାହିଁ। ପୁଣି ସାଂଖ୍ୟଯୋଗୀଙ୍କୁ ଯେଉଁ ସ୍ଥାନ ମିଳୁଛି, କର୍ମଯୋଗୀଙ୍କୁ ସେହି ସ୍ଥାନ ହିଁ ମିଳୁଛି। ଅତଏବ ସ୍ୱୀକାର କରିବା ଉଚିତ ଯେ ଏହି ନିଷ୍ଠା ଦୁଇଟି ସ୍ୱତନ୍ତ୍ର। ଯଦିଓ ଉଭୟ ନିଷ୍ଠାର ଫଳ ଏକ, ଅର୍ଥାତ୍ ତତ୍ତ୍ୱଜ୍ଞାନ ଦ୍ୱାରା ପରମ କଲ୍ୟାଣ ସ୍ୱରୂପ ପରମେଶ୍ୱରଙ୍କୁ ପ୍ରାପ୍ତ ହେବା ଅଟେ, ତଥାପି ଅଧିକାରୀ ଭେଦରେ ସାଧନାର ସୁଗମତା ହେତୁ ଅର୍ଜୁନଙ୍କ ନିମନ୍ତେ ସାଂଖ୍ୟଯୋଗ ଅପେକ୍ଷା କର୍ମଯୋଗ ହିଁ ଶ୍ରେଷ୍ଠ। ପ୍ରଶ୍ନ, ଯଦି ସନ୍ନ୍ୟାସ ଜ୍ଞାନଯୋଗ ଓ କର୍ମଯୋଗ ଉଭୟେ ପୃଥକ୍ ପୃଥକ୍ ସ୍ୱତନ୍ତ୍ର ରୂପେ ପରମ କଲ୍ୟାଣକର ଅଟନ୍ତି, ତେବେ ଭଗବାନ ଏଠାରେ ସାଂଖ୍ୟଯୋଗ ଅପେକ୍ଷା କର୍ମଯୋଗକୁ ଶ୍ରେଷ୍ଠ ବୋଲି କାହିଁକି କହିଲେ? ଉତ୍ତର, କର୍ମଯୋଗୀ କର୍ମ କରୁଥିଲେ ମଧ୍ୟ ସଦା ସନ୍ନ୍ୟାସ ହିଁ ଅଟନ୍ତି। ସେ ଅନାୟାସରେ ସୁଖପୂର୍ବକ ସଂସାର ବନ୍ଧନରୁ ମୁକୁଳି ଯାଆନ୍ତି। ଏହାଦ୍ୱାରା ଶୀଘ୍ର ପରମାତ୍ମା ପ୍ରାପ୍ତି ହୋଇଥାଏ। ଭଗବାନ ପ୍ରତ୍ୟେକ ଅବସ୍ଥାରେ କର୍ମଯୋଗୀଙ୍କୁ ରକ୍ଷା କରନ୍ତି ଏବଂ ସାମାନ୍ୟ ମାତ୍ର କର୍ମଯୋଗ ସାଧନା ବି ଜନ୍ମମରଣ ରୂପକ ଭୀଷଣ ଭୟରୁ ଉଦ୍ଧାର କରିଦିଏ। କିନ୍ତୁ ଜ୍ଞାନଯୋଗ ସାଧନା ଅତ୍ୟନ୍ତ କ୍ଲେଶକର। ପ୍ରଥମେ କର୍ମଯୋଗ ସାଧନା ନ କରି ଜ୍ଞାନଯୋଗ ସାଧନା କରିବା ବି କଷ୍ଟକର। ଏହିସବୁ କାରଣରୁ ଜ୍ଞାନଯୋଗ ଅପେକ୍ଷା କର୍ମଯୋଗକୁ ଶ୍ରେଷ୍ଠ ବୋଲି କୁହାଯାଇଛି। ସାଂଖ୍ୟଯୋଗ ଅପେକ୍ଷା କର୍ମଯୋଗକୁ ଶ୍ରେଷ୍ଠ ବୋଲି କହି ବର୍ତ୍ତମାନ ସେହି କଥାକୁ ସିଦ୍ଧ କରିବା ନିମନ୍ତେ ପରବର୍ତ୍ତୀ ଶ୍ଲୋକରେ କର୍ମଯୋଗୀଙ୍କର ପ୍ରଶଂସା କରୁଛନ୍ତି, ଯାହାକି ଆମେ ପରବର୍ତ୍ତୀ ଶ୍ଲୋକରେ ଜାଣିବା। ଜୟ ଜଗନ୍ନାଥ।